ରେ ପୁରୁଷ ଜାତିଙ୍କୁ କିଭଳିଆ କରିବା ଦରକାର ଜାଣିଛନ୍ତି? ଯେମିତି ଲକ୍ଷ୍ମୀ ଜଗନ୍ନାଥଙ୍କୁ ହଇରାଣ କରିଥିଲେ 12 ବର୍ଷ। ପ୍ରଥମେ ଯେତେବେଳେ 12 ବର୍ଷ ନ ଖାଇବି ବୁଲିଲେ ନା ଠିକ୍ ଥିଲା। ଆଉ ଯେତେବେଳେ ମାନେ ଲକ୍ଷ୍ମୀଙ୍କ ମନରେ ବି କଷ୍ଟ ଆସିଲା କି ଏତେ ଦିନ ମୋ ସ୍ୱାମୀଙ୍କୁ ମୁଁ ଦଣ୍ଡ ଦେଉଛି, ଦେଢ଼ଶୁରଙ୍କୁ ମୁଁ ଦଣ୍ଡ ଦେଉଛି, ତାଙ୍କୁ ଏଥର ଅନ୍ନ ଦେବାର ବ୍ୟବସ୍ଥା ମୁଁ କରେ। ପ୍ରଥମେ ଯେତେବେଳେ ଉଆଁସା ପାଖରେ ପହଞ୍ଚିଲେ ନା ଦାସୀକି ବି ଗାଳି କଲେ, ତତେ ବଡ଼ କିଏ ସାନ କିଏ ବି ଦେଖାଯାଉନି ନା, ଖାଇବା ମୋତେ ଦେଉନୁ ଆଗରେ। ଯେତେବେଳେ ଜାଣିପାରିଲେ କି ଖାଇବାଟା ଲକ୍ଷ୍ମୀ ରନ୍ଧା ଭଳିଆ ଲାଗୁଛି, ଜଗନ୍ନାଥଙ୍କୁ ତୁରନ୍ତ କହିଲେ, ଏଇ ଲକ୍ଷ୍ମୀ ଚାଲ ଚାଲ ତା ହାତ ଧର, ଜଲ୍ଦି ଶ୍ରୀମନ୍ଦିରକୁ ନେଇ ଚାଲ। ତେଣୁ ଯେତେବେଳେ କର୍ମଟା କରୁଥିଲେ ସେତେବେଳେ ତ ଭାବିବା ଦରକାର ନା ହେଉଛି କେତେ ଭୁଲ କେତେ ଠିକ୍ କରୁଥିଲେ। ଆଉ ନିଜ ଜିଦ୍ ନିଜ ଇଚ୍ଛାର ହେଉଛି ସବୁ କିଛି କରି ପକାଉଥିଲେ। ଯେହେତୁ ବଡ଼ ଠାକୁର ସ୍ୱାମୀ ଦେଢ଼ଶୁର, ମୁଁ ଗୋଟେ ନାରୀ କି ଗୋଟେ ରେସ୍ପେକ୍ଟ ଦେମି ନା, ତା କଥା ଗୋଟେ ଇମ୍ପୋର୍ଟାଣ୍ଟ ଦେମି ନା। ସେଇଭଳିଆ କରିବା ଆଗରୁ ନା କିଛି ଡିସିସନ୍ ନେବା ଆଗରୁ, ଗୋଟେ ଝିଅକୁ ଟର୍ଚର୍ କରିବା ଆଗରୁ କିଛି ବି ଇମୋସନାଲ୍ ହଉ କୌଣସି ପରିସ୍ଥିତି ଥାଉ ଭାବିବା ଥରେ ଦରକାର, ସିଏ ଆଉ ମୋତେ ତା ପାଦ ତଳକୁ ନେଇଯିବନି ତ।